ଭଗବାନ କେଡ଼େ ଭୁଲଟିଏ କରିଦେଲେ ସତେ। ଧିଅ ଗଢ଼ୁ ଗୋଟେ ବାନ୍ଦରଟିଏ ଗଢ଼ିଦେଲେ, ମଣିଷ ଗଢ଼ୁ ଗୋଟେ ଭଲ ରାକ୍ଷସଟି ଗଢ଼ିଦେଲେ। କେବେ ନିଜେ ଶାନ୍ତିରେ ରହୁନି କି କାହାରିକୁ ଶାନ୍ତିରେ ରଖେଇ ଦେଉନି। ଯୁଦ୍ଧର ଘନଘଟା, ନାରୀ ହତ୍ୟା, ଧର୍ଷଣ, ବିଭିନ୍ନ ପ୍ରକାର ବିଭୀଷିକା ଏ ମଣିଷ ସୃଷ୍ଟି କରୁଛି। ଜଣେ ଅନ୍ୟର ଦେଶ ଉପରେ ଲୋଭ କରି ତା ଉପରେ ଆକ୍ରମଣ କରୁଛି ତ ଧର୍ମ ନାମରେ ନରସଂହାର ଚାଲିଛି। ଗୋଟିଏ ଗୋଷ୍ଠୀର ଲୋକ, ଗୋଟିଏ କମ୍ୟୁନିଟିର ଲୋକ, ସେମାନେ ଚାହୁଁଛନ୍ତି ପୃଥିବୀ ସାରା କେବଳ ତାଙ୍କରି ଧର୍ମ ଖେଳିଯାଉ, ତାଙ୍କରି ଧର୍ମ ପ୍ରସାରିତ ହେଉ ଏବଂ ସେହି ଧର୍ମର ଲୋକ କେବଳ ପୃଥିବୀ ସାରା ରାଜ କରନ୍ତୁ। ତେଣୁ ସେମାନେ ଅନ୍ୟ କମ୍ୟୁନିଟିର ଲୋକମାନଙ୍କୁ ମାରୁଛନ୍ତି, ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏ ମଣିଷ ବୁଝିପାରୁନି ଧର୍ମ ହେଉଛି ଗୋଟିଏ, ତାହା ହେଉଛି ମାନବ ଧର୍ମ। ଜାତି ହେଉଛି ଦୁଇଟା, ଗୋଟେ ହେଉଛି ପୁରୁଷ ଜାତି ଆଉ ଗୋଟେ ସ୍ତ୍ରୀ ଜାତି। ୟା ଭିତରେ ଅନ୍ୟ ଜାତି କେଉଁଠୁ ଆସିଲା? ଜାତିଭେଦ କେଉଁଠୁ ଆସିଲା? ଏ ହିନ୍ଦୁ, ସେ ମୁସଲମାନ, ସେ ଖ୍ରୀଷ୍ଟିଆନ, ସେ ବୁଦ୍ଧିଷ୍ଟ, ଏସବୁ କେଉଁଠୁ ଆସିଲା? ତେଣୁ ଏ ମଣିଷ ନିଜର ଅଜ୍ଞତାବଶତଃ ଏହିସବୁ ଜାତି ଧର୍ମ ଆଧାରରେ ସମାଜରେ ବିଭୀଷିକା ସୃଷ୍ଟି କରୁଛି, ସମାଜରେ ଭୟ ସୃଷ୍ଟି କରୁଛି, ସନ୍ତ୍ରାସବାଦ ସୃଷ୍ଟି କରି ଅନ୍ୟକୁ ମାରୁଛି। ତେଣୁ ହେ ଭଗବାନ, ଆପଣ ଇଏ ମଣିଷକୁ ସୃଷ୍ଟି କରିବା ପୂର୍ବରୁ 100 ଥର ଭାବିବାର ଥିଲା। ଯେଉଁ ମଣିଷ ଶାନ୍ତିରେ ରହୁନି କି ଅନ୍ୟ କୌଣସି ପ୍ରାଣୀମାନଙ୍କୁ ଏ ପୃଥିବୀରେ ଶାନ୍ତିରେ ସେ ରଖେଇ ଦେଉନି। ଯୁଦ୍ଧର ଲେଲିହାନ ଶିଖା ଭିତରେ ମଣିଷ, ପଶୁ ପକ୍ଷୀ ସମସ୍ତେ ମରୁଛନ୍ତି, ତ୍ରାହି ତ୍ରାହି ଚିତ୍କାର ଦେଉଛନ୍ତି। ଶାନ୍ତି ନାହିଁ। ପୃଥିବୀର ତାପମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। ଅସହ୍ୟ ଗୁଳୁଗୁଳି, ଅସହ୍ୟ ଗରମ ଏବଂ ପ୍ରକୃତି ମଧ୍ୟ ତା'ର ରୂପ ବଦଳାଇଲାଣି। ତେଣୁ ଜଣାପଡ଼ୁଛି ଇଏ ମଣିଷ ସମାଜ ଅଚିରେ ଧ୍ୱଂସ ହୋଇଯିବ। ଯେମିତି ଯଦୁକୁଳ ନାଶ ହେଲା, ମଦିରାପାନ କରି ପରସ୍ପର ମଧ୍ୟରେ ହାଣ କାଟ ଇଏରକାର ବନରେ ସମସ୍ତେ ଧ୍ୱଂସ ହେଲେ, ସେହିପରି ଏ ମଣିଷ ପରସ୍ପର ଉପରେ ଆକ୍ରମଣ କରି ଏ ମଣିଷ ଅଚିରେ ଧ୍ୱଂସ ହୋଇଯିବ। ଏ ମଣିଷ ଜାତି ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ଲୋପ ପାଇଯିବ। ଏ ଭଗବାନ, ଆପଣ ଏମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଏମାନେ ଶାନ୍ତିପୂର୍ଣ୍ଣ ଭାତୃଭାବ ନେଇ ସହାବସ୍ଥାନ କରନ୍ତୁ ଏବଂ ପ୍ରତ୍ୟେକକୁ ଭଲ ପାଆନ୍ତୁ। ଧର୍ମ ଏକ, ଭଗବାନ ଏକ, ଏ ଶିକ୍ଷା ଆପଣ ତାଙ୍କୁ ଦିଅନ୍ତୁ। ମୁଁ ରହୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।